ମୋ ନାଁ ରଞ୍ଜିତା ଗାଧବା। ମୁଁ ଆସିଥିଲି ଆମର ପୁତୁରାର ଏସିଜି ରିପୋର୍ଟ ଦେଖାଇବା ପାଇଁ, କାହିଁକି ବୋଲେ କାଲିଠୁ ଜଏନିଂ ଅଛି ଛାତି ପେଟ ବଥା ପାଇଁ ବୋଲିକି। ହେଲେ ଆମେ କହିଲୁ ମ୍ୟାଡ଼ାମ୍ ବେଶୀ କାନ୍ଦୁଛି, ପେଟ ବଥା ଛାତି ବଥା ବୋଲି କ'ଣ ହେଇଛି ମ୍ୟାଡ଼ାମ୍ ବୋଲିକି। ମୋର ଭୁଲ କ'ଣ କି ମୁଁ ଲୋକ ଥିଲାରୁ ମୁଁ ପଳେଇଲି। ତାପରେ ତାଙ୍କେ କହିଲେ ତୁମେ ପରେ ଆସନ୍ତୁ, ଠିକ୍ ଅଛି ବୋଲିକି କହିଲାରୁ 3ଟା ପେସେଣ୍ଟ ଗଲା ପରେ ମୁଁ ଆସିଲା ପରେ ତୁମେ କ'ଣ ହେଲା କୁହନ୍ତୁ, ତୁମେ ଦେଖ ବୋଲେ ନାଇଁ ମ୍ୟାଡ଼ାମ୍ ଟିକେ ପିଲା ଛାତି ବଥା କହୁଛି ଦେଖନ୍ତୁ ବୋଲିକି ମୁଁ କହିଲା ତୁମର ବିହେଭିଅର୍ ଠିକ୍ ନା, ବିହେଭିଅର୍ ଠିକ୍ ରଖ, ତୁମେ ମିସବିହେଭ୍ କରୁଛ, ମୋତେ କ୍ଷମା କଲେ ଏକା ମୁଁ ରିପୋର୍ଟ ଦେଖିବି ନହେଲେ ଦେଖିବି ନା ବୋଲିକି ରିପୋର୍ଟଟା ରଖିଦେଇକିନା ତୁମେ ଆଦିବାସୀ ଲୋକ, ତୁମେ ଗାବାର ଲୋକ, ତୁମକୁ କିଛି ଜଣା ନାହିଁ ଏମିତି ସେମିତି। ଆରେ ଆମର ସରକାର ତ ଆଦିବାସୀ, ଆରେ ଆମେ ଆଦିବାସୀ, ଆମର ଆଦିବାସୀ ଜିଲ୍ଲା ଏଇଟା କୋରାପୁଟ ଜିଲ୍ଲା, ଆମେ ଆଦିବାସୀ ଲୋକ ଏକା। ଆମକୁ ଏଇଠି ମେଡ଼ିକାଲରେ ଆମକୁ ନ୍ୟାୟ ମିଳିବ ନାହିଁ। ସରକାର ମେଡ଼ିକାଲ ବୋଲିକି ଆଇବୁ, ସରକାର ମେଡ଼ିକାଲରେ ଆମକୁ ଟ୍ରିଟମେଣ୍ଟ ଭଲ ନଥିବ ବୋଲିକିନା କହିଲେ ଆମେ କେଉଁଠି ଯିବୁ? ପ୍ରାଇଭେଟ୍ ଦେଖାଇବାକୁ ତ ଆମକୁ ଦମ୍ ନାହିଁ ନା। 3ଟା ଫାଷ୍ଟ ମୁଁ ପଳେଇଲି, ମୋର ଭୁଲ ଅଛି। ତାପରେ 3ଟା ପେସେଣ୍ଟ ଗଲା ପରେ ମୁଁ ଗଲି, ସେଇଟାକୁ ମୁଁ କ୍ଷମା ମାଗିବି। କେଉଁ ହିସାବରେ କ୍ଷମା ମାଗିବି? ମୋର କ'ଣ ଭୁଲ ଅଛି ମୁଁ କ୍ଷମା ମାଗିବି? ସେଇଟା ଏକା ମୋର ଭୁଲ ହେଇଗଲା, ସେଇଟା କ୍ଷମା ମାଗିବାର ଅଛି। ଆମର ପିଲାକୁ ତୁମର ଏଇଠି ବ୍ୟବହାର ମିସବିହେଭ୍ ଦେଖେଇଲେ ମ୍ୟାଡ଼ାମ୍କୁ, ତୁମେ କୋରାପୁଟ ରେଫର କରାହେଇଛି, କୋରାପୁଟ ପଳାଅ ବୋଇଲେ। ହେଲେ ସେ ଯଦି ଜଣକ ଡକ୍ଟରାଣୀ ଜଣେ ମେଡ଼ିକାଲ କିଣିଛନ୍ତି କି ତାଙ୍କର କଥାରେ ବୋଲେ ଉଠ ବସ ହେଉଛି କି, ତାଙ୍କର କଥାରେ ରେଫର କରାହେଉଛି କି? ହଁ, ତାଙ୍କର କଥାରେ ଅଧା ରାତି ଆମେ ପିଲାକୁ ଧରିକି ରେଫର କରିକି ଯିବୁ କି? ଏତେ ଛାତି ପେନ୍ ହେଉଛି ଆମର ପିଲାକୁ। ମୁଁ ନ୍ୟାୟ ଚାହୁଁଛି, ତାଙ୍କେ ଏଫଆଇଆର୍ ଦେବି ବୋଲି କହୁଛନ୍ତି। ତାଙ୍କେ ଗୋଟେ ଶିକ୍ଷିତ ଲୋକ ହେଇକି ତାଙ୍କେ ଚାକିରି କରିକି ତାଙ୍କେ ଏଫଆଇଆର୍ ଦେବେ ବୋଲି ମୁଁ ବି ଦେବି। ମୋ ସହିତ ବି ମିସବିହେଭ୍ ହେଇଛି, ତାଙ୍କ ସହିତ ମିସବିହେଭ୍ ହେଇଛି ସତ, ସତ କି ମିଛ କି ତାଙ୍କେ ଆଗେ ଜାଣିଛନ୍ତି। ଆଉ ଯଦି ମୋ ସହିତ ମିସବିହେଭ୍ ହେଇଛି ମୁଁ ବି ଏଫଆଇଆର୍ ଦେବି, ମୁଁ ବି ଏଫଆଇଆର୍ ଦେବାକୁ ଚାହୁଁଛି।